ମୋ ପୁଅଟା ଅଧିକ ଜିଦ୍ଦି କରିବାରୁ ଆମେ ତାକୁ ନେଇକି ଗଲୁ ଚଣାଛୁଇଁ ତୋଳିବାକୁ। ତ ପୁଅ, ବଡ଼ ଝିଅ ଆଉ ବୋଉ, ମୁଁ ଆମେ 4 ଜଣ ଗଲୁ, ସାନ ଝିଅକୁ ନେଇନଥିଲୁ। ତ ଚାଲନ୍ତୁ ଦେଖାଉଛି କେମିତି ଆମେ ଚଣାଛୁଇଁ ତୋଳୁଛୁ। ଆଜି ସକାଳୁ ଦେଖନ୍ତୁ କେତେ ସାରା କୁହୁଡ଼ି ପଡ଼ିଛି, ବହୁତ କୁହୁଡ଼ି ହେଇଛି, କିଛି ଦିଶୁନି। 9:30 ହେଲାଣି, ଏବେ 2 ଦିନ ହେଲା ପ୍ରାୟ କୁହୁଡ଼ି ପଡ଼ୁଛି ବେଶୀ। ଆଉ ଆମେ ବାହାରି ଗଲୁ ଚଣାଛୁଇଁ ତୋଳିବାକୁ, କାରଣ ମୋ ପୁଅ ବହୁତ ଜିଦ୍ଦି କଲା ନନାଙ୍କ ସାଙ୍ଗରେ ଦୋକାନ ଯିବ ବୋଲି। ତାକୁ ବାହାରିକି ଆଣିକି ଛୁଇଁ ତୋଳିବାକୁ ପଳେଇ ଆସିଲୁ। ଦେଖିଲା ବେଳକୁ ଛୁଇଁ ବେଶୀ ବଡ଼ ବଡ଼ ହେଇନି, ଅଳ୍ପ ଟିକେ ଟିକେ ହେଇଛି, ପଟା ହେଇଛି। ହେଇଥିରେ ବି ମୁଁ ତାକୁ ଛୁଇଁ ତୋଳୁ ତୋଳୁ ଆଗ ଖାଇସାରିଲିଣି ଅଧା। ଆଉ ରଖିକି ସିଝେଇ ଖାଇବୁ କଣ? ମୋ ବଡ଼ ଝିଅ କହୁଛି ମମ୍ମି ସିଝେଇ ଖାଇବା। ସିଝେଇ ଖାଇଲେ ଟେଷ୍ଟ ଲାଗେ, କଞ୍ଚାରେ ବି ଟେଷ୍ଟ ଲାଗେ। ମୁଁ ଶାଗ ଦେବକି ବି କଞ୍ଚାରେ ଖାଇଥିଲି, ଛୁଇଁ ବି କଞ୍ଚାରେ ଖାଇଥିଲି। କାହା କାହା ଆଡ଼େ ଛୁଇଁ ହେଲାଣି ଚଣା ଛୁଇଁ କମେଣ୍ଟରେ ନିହାତି କହିବେ। ତ ଆମେ ଏଠି ତୋଳି ସାରିଲୁଣି। ମୋ ପୁଅକୁ ଝିଅ ବୋଉ ଏତକ ତୋଳିଛନ୍ତି, ବୋଉ ଅଲଗା ତୋଳିଛନ୍ତି। ଆଉ ମୁଁ ତ ମୋର ତୋଳିନି, ଯେତିକି ତୋଳିଛି ଖାଇଦେଉଛି ଆଉ। ଆମ ବୋଉ ଏତିକି ତୋଳିଛନ୍ତି, ଆଉ ଅଳ୍ପ ଯୋଡ଼େ ନାକୁ ନେଇକି ଘରକୁ ପଳେଇ ଆସିଲୁ ଆଉ। ଆଉ ମୋ ଝିଅ ଆଡ଼େ କ୍ୟାମେରା ପକାଉଛି, ମୋ ଝିଅ କେମିତିଆ ମୁହଁ କରୁଛି ଦେଖନ୍ତୁ ରିଆକ୍ସନ୍ ତାର।